ରଜ ସରିବା ପରେ ଘଟିଛି ଏକ ବଡ଼ ଧରଣର ଅଦ୍ଭୁତ ଘଟଣା। ଏମିତି ଏକ ଘଟଣାଟି ପୂର୍ବରୁ କେବେ ଘଟିନଥିଲା। ହେଲେ ରଜ ଯିବାର କିଛି ଦିନ ମଧ୍ୟରେ କଣ ସବୁ ଘଟଣା ଏହି ପରିବାରଙ୍କ ସହିତ ଘଟିଥିଲା ତାହା ଜାଣିବା ପୂର୍ବରୁ ଆପଣ ଯଦି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନନ୍ତି ତେବେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ବୋଲି ଲେଖନ୍ତୁ। ଖୋର୍ଦ୍ଧା ଜିଲ୍ଲାର ସୀମା ମ୍ୟାଡ଼ାମ ପରିବାର କହିଲେ ବାପା ଆଉ ମାଟିଏ। ବାପା ତାଙ୍କ ଗ୍ରାମରେ ଏକ ଛୋଟିଆ ଦୋକାନଟି କରିଥାନ୍ତି। ହେଲେ ସୀମା ମ୍ୟାଡ଼ାମ ଆଉ ତାଙ୍କ ପରିବାର ସହିତ ଏମିତି ଏକ ଅଘଟଣଟି ଘଟିଯିବ ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଗୋଟିଏ ଦିନର କଥା, ଯେତେବେଳେ କଲେଜକୁ ଯାଇଥିଲେ ସେତେବେଳେ ତାଙ୍କ ଘରେ ତାଙ୍କ ମାଙ୍କର ଛାତିରେ ଏକ ଯନ୍ତ୍ରଣା ସୃଷ୍ଟି ହେଲା। ଯନ୍ତ୍ରଣା ଏପରି ବଢ଼ିଲା ଯେ ସୀମା ମ୍ୟାଡ଼ାମଙ୍କ ବାପା ତାଙ୍କୁ ଧରି ମେଡ଼ିକାଲକୁ ଚାଲି ଆସିଲେ। ହସ୍ପିଟାଲ ଯିବା ପରେ ଜଣା ପଡ଼ିଲା ଯେ ତାଙ୍କର ଗଳାରେ ଏକ ଛୋଟିଆ ଘାଟି ହୋଇଛି। ଏହାକୁ ଦେଖିଲା ପରେ ଡକ୍ଟର ତାଙ୍କୁ କିଛି ମେଡ଼ିସିନ ଲେଖିକି ଦେଲେ ଆଉ କହିଲେ ଏହି ମେଡ଼ିସିନଟି ଖାଇଲା ପରେ ଆପଣଙ୍କ ଗଳାରେ ଯେଉଁ ଘାଟି ହୋଇଛି ତାହା ସମ୍ପୂର୍ଣ୍ଣ ଭଲ ହୋଇଯିବ। ସୀମା ମ୍ୟାଡ଼ାମ ବାପା ମାଙ୍କୁ ଧରି ଘରକୁ ଫେରିଲେ। ଏମିତି କିଛି ଦିନ ତାଙ୍କ ମା ମେଡ଼ିସିନଟିକୁ ଖାଇଲେ ଆଉ ଧୀରେ ଧୀରେ ତାଙ୍କର ଯେଉଁ ଯନ୍ତ୍ରଣାଟି ଥିଲା ତାହା ଧୀରେ ଧୀରେ ଭଲ ହେବାକୁ ଲାଗିଲା। ଏମିତି ପ୍ରାୟ 15ରୁ 20 ଦିନ ପରେ ପୁଣି ଥରେ ସୀମା ମ୍ୟାଡ଼ାମଙ୍କ ମାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହେଲା। ମାଙ୍କର ଯନ୍ତ୍ରଣାଟିକୁ ଦେଖି ସୀମା ମ୍ୟାଡ଼ାମ କ'ଣ କରିବେ କିଛି ବୁଝିପାରୁନଥାନ୍ତି। ତାଙ୍କ ବାପା ଗୋଟିଏ ଗାଡ଼ିଟିକୁ ଭଡ଼ା କଲେ ଆଉ ସ୍ତ୍ରୀକୁ ଧରି ଆସିଲେ ମେଡ଼ିକାଲକୁ ଯିବା ପରେ ସେ ଡକ୍ଟର ମାନଙ୍କ ଠାରୁ ଜାଣିବାକୁ ପାଇଲେ ଯେ ତାଙ୍କ ମାଙ୍କ ଗଳାରେ ଯେଉଁ ଛୋଟିଆ ଘାଟି ଥିଲା ତାହା ଏବେ ବଡ଼ ହୋଇସାରିଲାଣି। ଏବେ ତାକୁ ଆଉ ମେଡ଼ିସିନ ଦ୍ୱାରା ଭଲ କରାଯାଇପାରିବ ନାହିଁ। ଏବେ ଆମ ପାଖରେ ଆଉ କିଛି ଉପାୟ ନାହିଁ। ଏବେ ଆମକୁ ଅପରେସନ ହିଁ କରିବାକୁ ପଡ଼ିବ। ଡକ୍ଟରମାନେ ପ୍ରଥମ ଅପରେସନଟିକୁ ଆରମ୍ଭ କଲେ। ଅପରେସନ ଥିଏଟର ବାହାରେ ସୀମା ମ୍ୟାଡ଼ାମ ଆଉ ତାଙ୍କ ବାପା ଅପେକ୍ଷା କରୁଥାନ୍ତି। ଏହି ସବୁ ଭିତରେ ସୀମା ମ୍ୟାଡ଼ାମ ମନରୁ ଭାଙ୍ଗି ପଡ଼ୁଥାନ୍ତି। ଅପରେସନଟି କିପରି ହେବ ଆଉ ତାଙ୍କ ମାଙ୍କ ଦେହ କେମିତି ଭଲ ହେବ, ଏମିତି ବହୁତ କିଛି କଥା ସେ ମନରେ ଭାବୁଥାନ୍ତି। ସେତେବେଳେ ଶ୍ରୀ ମନ୍ଦିରରେ ସୁନାବେଶ ଚାଲୁଥାଏ। ସୀମା ମ୍ୟାଡ଼ାମ କ'ଣ କରିବେ କିଛି ବୁଝି ନପାରି ସେ ଦୌଡ଼ି ଆସିଲେ। ସେତେବେଳେ
ବଡ଼ ଦାଣ୍ଡରେ 3ଟି ରଥ ସେମିତି ଛିଡ଼ା ହୋଇଥାଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ପାଖକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଦୁଃଖ ଭରା ମନରେ ଆଉ ଲୁହ ଭରା ଆଖିରେ ସୀମା ମ୍ୟାଡ଼ାମ କାନ୍ଦି କାନ୍ଦି କହୁଥାନ୍ତି, ହେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମୁଁ ଆପଣଙ୍କ କି ଭୁଲ କରିଛି? ଏବେ ତ ମୁଁ ଦୁନିଆ ଦେଖିବା ଆରମ୍ଭ କରିଛି, ଆଉ ଆପଣ ମୋତେ ଏବେଠୁ ହିଁ ମା ଛଡ଼ା କରିଦେବେ? ଏମିତି ବହୁତ କିଛି କହି ଠାକୁର ମାନଙ୍କୁ ଦର୍ଶନ କରି ସୀମା ମ୍ୟାଡ଼ାମ ମେଡ଼ିକାଲକୁ ଫେରୁଥିଲେ। ତାଙ୍କ ମାଙ୍କ ଗୋଟିଏ ଅପରେସନଟି ସରିଯାଇଛି, ଆଉ ଗୋଟେ ଅପରେସନ ପାଇଁ ଡକ୍ଟରମାନେ ପ୍ରସ୍ତୁତି କରୁଥାନ୍ତି। ଏହିସବୁ ଭିତରେ ସୀମା ମ୍ୟାଡ଼ାମ ସେହି ଅପରେସନ ରୁମ୍ ଭିତରକୁ ଯାଇ ଛଡ଼ା ତୁଳସୀ ଆଉ ନିର୍ମାଲ୍ୟକୁ ନେଇ ତାଙ୍କ ମାଙ୍କ ପାଟିରେ ଦେଲେ। ସେତେବେଳେ ଯାହା ଘଟିଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଥାନ୍ତି। ଦ୍ୱିତୀୟ ଅପରେସନ ପୂର୍ବରୁ ଯେତେବେଳେ ଡକ୍ଟରମାନେ ତାଙ୍କ ମାଙ୍କ ରିପୋର୍ଟଟି ଦେଖିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ଆଉ ଯେଉଁ ଛୋଟିଆ ଘାଟି ଥିଲା ସେ ଆଉ ତାଙ୍କ ଗଳାରେ ନାହିଁ, ଆଉ ଅପରେସନର ବି ବିଲକୁଲ ଦରକାର ନାହିଁ। ଏହି ଖବରଟିକୁ ଶୁଣିଲା ପରେ ସୀମା ମ୍ୟାଡ଼ାମ ଏହି କଥାଟିକୁ ଶୁଣିଲେ। ସେତେବେଳେ ସେ ଜାଣିପାରିଲେ ଯେ ଏହି ଚମତ୍କାରଟି ଆଉ କିଏ କରିନାହିଁ, ସେ ଅଟନ୍ତି ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଯିଏକି ତାଙ୍କୁ ଆଉ ତାଙ୍କ ପରିବାରଙ୍କୁ ଏହି ମହାନ ବିପତ୍ତିରୁ ଉଦ୍ଧାର କରିଛନ୍ତି। ତେବେ ଆପଣମାନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ଅଦ୍ଭୁତ ଅଲୌକିକ ଅନୁଭୂତିଟି କିପରି ଲାଗିଲା ନିଶ୍ଚୟ ଗୋଟିଏ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଏହିପରି ଜଗନ୍ନାଥଙ୍କ ଅନୁଭୂତି ଜାଣିବା ପାଇଁ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିନେବେ। ତେବେ ଆଜି ପାଇଁ ମୁଁ ରହୁଛି। ଜୟ ଜଗନ୍ନାଥ।